हाय साଙ୍ଗमाने शुभ सकाळ गुड मॉर्निंग सकाळ भिडिओ मुझिला आपण चल सकाळू सकाळू बसाइला परे एटा हला हमर ब्रेकफास्ट पानी बसी लुगा पिंधि ସବୁ ଖସି ହେଇଯିବ ବର୍ଷାର ସବୁ ଆମ୍ବ ବୟାର ଆଉ ତିନିଟା ଆମ୍ବ ସେଇଟା ବି ଖସିବ ଆଜି ହଳଦିଆ ହେଇଗଲା ଖସିଗଲାଣି ସବୁ ଆଉ କାଲି ରାତିରେ ଗରମଟା କେତେ ହେଲା ଥଣ୍ଡା ନଥିଲା ଗରମ ନାଇଁ ଆଜି କେତେ ଆଇଲା ଦିଟା ଚାର ରହିଲା 2ଟା 4ର ମୁଁ ଚାହିଁଥିଲ ନାଇଁ ତ ଆଲ ନିଦ ନଥିଲା ଭଙ୍ଗର ନିଦ ନଥିଲା ଉଠିକି ଆଲର ଗଛ ପତ୍ର ଟିକେ ଧୀରେ ଧୀରେ ଷ୍ଟପ୍ କରିଦେ ଆସନ୍ତୁ ଯିବା କ୍ଷୀର ଦୁହିବାକୁ ଗାଈର कैमरामैन फोकस करो भाग କ୍ଷୀର ଦୁହିବେ ବୋଲି ଏତେ ଗଲା ଲୋକ ଗୁହାଳର ଆଉ ଅଛନ୍ତି ନା ତମ ଘରର ना काली गाई କାଲି ଖାଇବେ କେଉଁଠୁ କି हम गाई मुसला पर आए ଗାଈ ମୁଖେଇଲା ପରେ ଆଇବେ ଏଇ ଯେ ପୋଷ୍ଟ ଗୁହାଳ ନାହିଁ ଗଡ଼ି ଆଇଲାଣି ଧାପି ହେଇଛି ତମ ଗୁହାଳ ପୋଷ୍ଟ ମତ ହେଇକି ବସି ବସି ହାଟ ତକାର ବଲି ପୋଷ୍ଟ କରିବାର ସିଆଡ଼ୁ ଗୋଟେ ଦୌଡ଼ିରେ ସିଆଡ଼ୁ ବାନ୍ଧିଦେବ ବାନ୍ଧେନି ଏଇଠି ଖେଚିତେ ନେଇ ଏ ମା ଇଏ ଏତେ ଗୁଡ଼ା ମୂତ୍ର ଥିଲା ନା ଆର ହଁ ଜାଣିନି ଆମର ଦେଖନ୍ତୁ କ୍ଷୀର ଦୁହାଁ ହେଲା ଆମ ମାନେ ଗଉଡ଼ ଇଏ ହେଲା ଆମ ନୂଆ ଗଉଡ଼ ଆଉ ମୁଁ ହେନି ପୁରୁଣା ଗଉଡ଼ ମୁଁ 4ଟା ବେଳେ ଆଗର ସକାଳୁ ପାଳି କରାହେଇଛି ସେ ସକାଳୁ ଦୁହିଁବେ ମୁଁ 4ଟା ବେଳେ ଦୁହିଁବି ଏଇ ସାରିକା ଦୁହନି ସାତିନି ଆରିକା ପୁଣି ନାତ ଉଠେଇବ ଆରିକା ନହେଲେ ଏ ଭିଡ଼ିଓ करते करते ହଁ ଗୋଟା ହାତିଆ ଦୁହୁଁଥିଲା ଠିକ୍ ଅଛି हां ଏଇଟା ଭିଡ଼ିଓଟା କଲେ ଏରକ ଦୁଇଲେ ଜାଣିବେ ଗଉଡ଼ ବୋଲି ଆଉ ଗୋଟା ଦୁଇଲେ କିसे ଗଉଡ଼ ସେ ଗୋଟେ ଗଉଡ଼ ଆମର ଗାଈ ଏତିକି ଦେଲା କ୍ଷୀର ଗାଈଟା ଟିକେ ଦୁର୍ବଳିଆ ଅଛି ତ ସେଇଥିପାଇଁ ଭଲ କ୍ଷୀର ଦେଉନାହିଁ ତାକୁ ଟିକେ ଦାନା ମାନ ଦିଆହେଉଥିଲା କ୍ଷୀର ଟିକେ ଦେଉଥିଲା ଏବେ ଟିକେ ଦାନା ଦିଆହେଉନି ବନ୍ଦ ହେଇଯାଉଛି ସେଇଥିପାଇଁ ଏତିକି ଲେଖା କ୍ଷୀର ଦେଉଛୁ ମାନେ କମ୍ କ୍ଷୀର ଦେଉଛୁ ଆଉ ଖାଇବା ମାନେ ଆଉ ଦାନା କହିଲେନି ଦେବା ନାଗି ଆଣି କିଣିକି ଦେବା ନାଗି କହୁଛେ କିନ୍ତୁ ଦେଉନାହାନ୍ତି ଆଣିକି ପଇସା ନାହିଁ ପରା ଦାନା ନାଗି ସେଇଥିପାଇଁ ଗାଈ ଯାହା ଯାହା ଚରି ବୁଲିକି ଖାଉଛୁ ଯାହା ତାର ଦେଉଛୁ ଆଉ ସେମାନେ ଖାଉଛନ୍ତି ଆଉ ଏବେ ଆମେ ଯିବା ଛାତ ଉପରକୁ ଆସ ଘଷି ଶୁଖେଇବାକୁ ଯିବା କାରଣ କାଲି ଯଦି ଆମେ ବର୍ଷା ଆସିବ ବୋଲିକି ଜାଣିକି ନେଇ ଆସିଲେ ଘଷି ଯଦି ନ ଆଣିଥାନ୍ତେ ଆମର ସବୁ ପରିଶ୍ରମ ବୃଥା ହେଇଥାନ୍ତା ମାନେ ସବୁ ବର୍ଷା ଉଦା କରିଦେଇଥାନ୍ତା ଆମର ସବୁ ଘଷି ଆଜି ଉଦା ହେଇଯାଇଥାନ୍ତା ଯାହା ଆମେ କାଲି ବୁଦ୍ଧି ଖଟେଇକି ମାନେ ସବୁ ଘଷି ଗୁଣ୍ଡା ସବୁ ନେଇ ଆସିଛେ ଆଜି ଛାତରେ ଶୁଖେଇକି ରଖିଦେବା ଟିକେ କଷ୍ଟ ହଉ ପଛେ କିନ୍ତୁ ଉଦା ତ ହବନି ଆସନ୍ତୁ ଘଷି ନେଇକି ଯିବା ଛାତକୁ जल्दी
ଗାଈ ମାତାଙ୍କ ସେବା ହିଁ ପରମ ସେବା। ଗାଈ ମାତା ସେବା କରିବୁ ସବୁ ଦୁଃଖ ଟଳିଯିବ। ଗାଈ ମାତା ହିଁ ଆମର ସବୁ ଠାକୁର। ଆମେ ତାଙ୍କ ସେବାରେ ସବୁବେଳେ ଯାହା ହଉ ଗାଈ ମାତା ଏମିତି ଆମେ ଏଥିର ମାନେ ତାଙ୍କ କ୍ଷୀର ବି ଖାଉଛେ, ଦହି ବି ଖାଉଛେ, ତାଙ୍କ ଗୋବରର ଜାଳ ବି କରୁଛେ, ଗାଈ ବି ବାନ୍ଧୁଛେ। ଘର ଗୋଟେ ପଶୁ ନ ରଖିଲେ ଘରର ଲାଗେନି। ଛାତ ଆକାଶ ସେ ଦୁନିଆରେ ରୋଷେଇ କରିକି ଆଉଥରେ ଆମ୍ବ ଧରିବ। ପଟୁ ସୁଧି ସବୁ ବନ୍ଦ ହେଇଗଲା। ଚାଲ ଆକ୍ସନ ନାକରେ ପଡ଼ିଗଲା। ଏଇ ତ ଡାହାଣ ସବୁ ଖାଇଯିବ। ଆଣୁ ଖାଇବି। ତମର ଶୁଖୁଆ ଭଜା ହଉଛି ନା? କିସ ଖିଆ ହବ କି? ପଖାଳ ସାଥିରେ ଶୁଖୁଆ ଆଉ କିସ? ନା ମୁଢି ମସଲା ମୁଢି। ଭଜା ଆଉ ଅଛି ପୋଟଳ ତରକାରୀ। ପୋଟଳ ତରକାରୀ ବାସି ନା ତଟକା? ବାସି। ବାସି। ଆମର ବାସି ପୋଟଳ ତରକାରୀ ଅଛି। ଏଇ ପୋଟଳ ତରକାରୀ। ଆଉ ଏଇଟା କିସ ତରକାରୀ? ଚୁଙ୍ଗୁଡି ମାଛ ତରକାରୀ। ଚୁଙ୍ଗୁଡି ଖାଇ ଦେଇଛନ୍ତି, ଖାଲି ଭେଣ୍ଡି ଆଳୁ ଆମ୍ବୁଲ ଅଛି। ଆଉ ଶୁଖୁଆ ତ ହେଇ ଭଜା ହଉଛୁ ଆଉ। ଶୁଖୁଆ ଏଟା କିସ ଶୁଖୁଆ? ଯିଏ କହୁଛୁ ସେଇ ଖାଇଛି। ଶୁଖୁଆ ଏଟା କିସ ହବ? ଭାଜା ପୁରା ଦେଖ ମୁଁ କାଢିକି। ଆଉ ଜଣେ ଝରକା ପଟରୁ ରହିକି ମାନେ ସ୍ୟାଡ ଶୁଙ୍ଗୁଛୁ। ଖାଇବ ପଖାଳ ସାଥିରେ ଶୁଖୁଆ। ନାଳ ଗଲାଣି ସମସ୍ତଙ୍କର, ଏପଟ ସେପଟ ଦାଦା ପୁତୁରା ସମସ୍ତଙ୍କର ଦାନ୍ତ ଘଷିଲେଣି। ମାନେ ଶୁଖୁଆ ସେଣ୍ଟ ଦେଖିକି ଆଉ ରହିପାରୁନାହାନ୍ତି ଟୋଟାଲି। ମାନେ ତାଙ୍କର ପୁରା ନାହିଁ, ପେଟ ନାହିଁ, ତା ଭିତରୁ ନାହିଁ। କହିଲାନି ପଖାଳ ଆସ ମୋ ପାଟି କେତିକି ଶୁଖୁଆ ନେଇକି। ଏ ବହୁତ ଜୋରୁ ଗରମରେ ଆଜି ଗୋଟେ ଆପଣଙ୍କୁ ନୂଆ ଘରୋଇ ଉପଚାର କରୁଛୁ ହେଲା। ଆସନ୍ତୁ ନୂଆ ବନି ଘରୋଇ ଉପଚାରରେ ଆପଣମାନଙ୍କୁ ଦେଖଉଛି। ଆସନ୍ତୁ ଆପଣମାନେ ବି କରିପାରିବେ। କଞ୍ଚା କ୍ଷୀର ଆମର ପୁରା ଗାଈ କତୁରୁ ଫ୍ରେଶ୍ କ୍ଷୀର ଦୁଆଁ ହେଇଛି ସକାଳୁ। ତା ସାଥିରେ ଆସନ୍ତୁ ଗୋଟେ ଜିନିଷ ମିଶଉଛେ ହେଲା ହଳଦୀ ଗୁଣ୍ଡ, ଚାଉଳ ଗୁଣ୍ଡ, ଏଟା ହେଲା ଚାଉଳ ଗୁଣ୍ଡ ପକେଇବା। ଏଟା ହେଲା ଗୋଲାପ ଜଳ। ଏଟା ସବୁକୁ ଆମେ ମିଶେଇ ଦବା। ମିକ୍ସ କରିବା, ମିଶେଇ ଦେବା। ଏଟାକୁ ସବୁ ମିଶେଇ ଦେଲେ ଏବେ ଆମର ନୂଆ ପ୍ୟାକ୍ ତିଆରି ହେଇଗଲା। ଏବେ ଆସନ୍ତୁ ଆକୁ ଆମେ ଫେସରେ ମାରିବା। ପୁରା ଦେଖିବା। ଏବେ ଧୋଇଆଇବା ମୁହଁ। 5 ମିନିଟ୍ ପରେ ଦେଖନ୍ତୁ କମାଲ। ଆପଣମାନେ ବି ଯଦି ଘରେ ଉପଚାର କରିବାକୁ ଚାହୁଁଛନ୍ତି ମୋ ପରି କରନ୍ତୁ। ଆଉ ବିନା ମୂଲ୍ୟରେ ପାଆନ୍ତୁ ପୁରା ଗୋଲ ଚୋଚା। ଦେଖନ୍ତୁ ଆମର ଗୋଟେ ଇଏ ହେଲା 10 କ୍ଲାସ୍ ପରୀକ୍ଷା ଦେଇଛି। ଏ ଲୁଚି ପଡୁଛୁ ଦେଖନ୍ତୁ। ଇଏ ଆଉ ପାଠ ପଢିବନି। ସକାଳୁ ସକାଳୁ କଣ ଖାଉଛନ୍ତି? ପଖାଳ ସହିତ କିସ ସରିଗଲାଣି। ଦେଖନ୍ତୁ ଆମର ମାନେ ମଣିଷ ନାହିଁ, ଲେଡିସ୍ ଆମ ଘର ନାହିଁ। ନିଜେ ବାଡିକି ନିଜେ ପଖାଳ ଖାଉଛୁ ଦେଖନ୍ତୁ। ତମେ କେଇଠିକି ଛୁଆ ତୁ କେଇଠିକି ଯିବ? ଦୋକାନ ନା ଆଉ କେଇଠିକି ଯିବ କୁହ? ପାଠ ପଢୁନାହିଁ, ପାଠ ଘାଟ କିଛି ହଉନାହିଁ। ଯାଉଛୁ ହେଲା ଚୁଡ଼ି ଦୁକାନ କାମକୁ। ତା ଭବିଷ୍ୟତ ପୁରା ଅନ୍ଧାର। ମିଷ୍ଟର ସିଙ୍ଗା
ନାଇଁ ନା ଟୁରା ପଖାଳ ଖାଇକି ଏବେ ଯିବ ଏବେ। ଦୋକାନ ବାହାରିଲି। ମିଷ୍ଟର ଟୁରା ତା ମଥ ଦେଖ ତା ଗାଁଟ ଘର ଦେଖନ୍ତୁ ଇଏ କେରକା ହଉଥାଏ ରିଏକ୍ସନ ଟା ଟିକେ ଦେଖ। ମିଷ୍ଟର ଟୁରା ଦେଖ ଦେଖନ୍ତୁ। ଗାଧେଇକି ମତା ଖାଇକି ନେଇ ଦେଖ ଚିଆର ମିଆର ମତା ଖାଇକି ନେଇ ଗାଧେଇ ଦେଖ ଚିଆର ମିଆର ଉଠଉଛି ପିଟୁଛି ତାଙ୍କୁ ଦେଖନ୍ତୁ। ତା ପେଟକୁ ଟିକେ ଦେଖନ୍ତୁ ଆଗେ ଟିକେ ପେଟକୁ ଟିକେ କମେଣ୍ଟ କରି କହିବେ ଯଦି ଏରିକା ପେଟ କାହାର ଦରକାର ଆମକୁ ଟିକେ କହିବା ଆମେ ଧାର ଦେବା ହେଲା। ହଁ ମିଷ୍ଟର ଟୁରା ମତା ଖାଇକି ନେଇ ଦେଖନ୍ତୁ ତା ମତା ମଷ୍ଟ ମିଷ୍ଟର ଟୁରା ମିଷ୍ଟର ଟୁରା ଇଏ ହେଲା ଆନାସ ଟୁରା ଏଇ ଭଳିଆ ତମ ନା କିସ ଟୁରି ଲାଇଟ୍ ଜଳୁଛୁ ଦେଖି ଦିଅନ୍ତୁ ଚାର୍ଜ ପରେ ପୁରା ନାଲିଆ ତାପରେ ନାଲିଆ ଟିକେ କହିବେ ତମର ତ ସବୁବେଳେ ତ ସେଇଟା ନେଳିଆ ଜଳିବ ଫୋନ ଆସୁ ବି ନ ଆସୁ ନେଳିଆ ଜଳିବ। ମିଳିଆ ନା ମିଷ୍ଟର ଟୁରା ଦେଖିଲେ ଦେ ମିଷ୍ଟର ଟୁରା ଦେଖ ନାଲିଆ ନା ଏବେ ଆମର ଗାଈ ମାନେ ସବୁ ବିଲକୁ ଯିବେ ଆମକୁ ଫିଟା ହଉଛି ଦେଖନ୍ତୁ। ଆଇଲା ଉସି ଦଉଲୁ ଗଲା ତା ଛୁଆ ଗଲା ଧରଲ ହେଲେ ଆଇଲେ ଦେଖିଛ ନା এইটা বড়িয়া হবে ভিডিওর বড়িয়া হবে আরে এগা চললা Polía, polía. Ah, polía. Polía, polía. Ah, polía. Ah, me polía. ଏବେ ଆମର ଗାଈଙ୍କର ତାଙ୍କ ଘର ସଫା ହବ। ଗାଈ ମାତାଙ୍କର ତାଙ୍କ ସେବା ନ କଲେ ନ ହବ। ଏବେ ଗୁହାଳ କାଢିଦବା କୁକୁର ହେଇଗଲା। ରୋଷେଇ ଘରେ ଗୋଟେ ଚୁର ପଶି ଯାଇଛି ଦେଖ ଦେଖ ସବୁ ଖାଇଗଲା ନୁଚିକି। ରାତିକାରେ ଆମର ଖାଦ୍ୟ ବାସି ଥିଲା ଦେଖନ୍ତୁ ଏଇ ବାସି ଖାଦ୍ୟ ଏସବୁ ମାନେ ଠକିଗଲା କ୍ୟାମେରା ଧରି ଧରି ଠକିଗଲା ଲାଷ୍ଟକୁ ଆସି ଖାଦ୍ୟର ଆୟୋଜନ କଲା। ଭୋକ ନାଗିଲାଣି ଏତେ ମୁଳ ଆଜି ତତେ କିଛି ଭୋକ ନାଗିଲା ତ ବିନା 10ଟା 11ଟା ନ ହବା ଯାଇ ତୁ ତ ଖାଉନି ଆଜି ବେଣୁସୁ ଉଠି ପଡୁଛୁ ବୋଲିକି ଦାନ୍ତ ବସି ପକେଇନି। ହଁ ଆଉ ଆମର ଏଠି ଦି ମୂର୍ତ୍ତି ଖାଉଛନ୍ତି ଦେଖନ୍ତୁ। ଆମର ଆୟୋଜନରେ ପଳେଇବା ଗାଧେଇବାକୁ। ସୁନା ଚେନଟାକୁ କିସ ବାରମ୍ବାର ଦେଖୁଛ କେତେ ଲକ୍ଷ ଟଙ୍କା ନେଇଛି ସେଟା? ହଁ 3.5 ଲକ୍ଷ 3.5 ଲକ୍ଷ। ହଁ ତମେ ସେଟାକୁ ନାଇକି କିସ ନାଇକି ଯାଉଛ ବାଟରେ ଯେ ଚୁର ସବୁ ଡକାଇட்டு ବୁଲୁଛନ୍ତି ଯଦି ତମ ବେକରେ ଏତେ ମୋଟା ଚେନ୍ ଦେଖିବେ ଛାଟିକି ନେଇକି ପଳେଇବେ। ପୁଣି କିସ କରିବ ଉଚ୍ଚା ଯେ ସୁନା ରେଟ୍ ହେଲାଣି ଆଉ କରିପାରିବ ନା ଏରିକା ଚେନ୍? ହଁ ଏତେ ମୋଟା ଚେନ୍କୁ ତମେ ନାଇକି ଯିବ ବେକର କାଢ଼ 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 ନା ନା ତମେ କାଢ଼ ନା ଆମର ନା ନା ଆମର କାଢ଼ିକି ରଖିଦେବା। তুমি কাঢ় কাঢ় চেনটা কাঢ় না না তুমি কাঢ় কাঢ় তুমি চেনটা কাঢ় না না চেন কাঢ় ଦେଖନ୍ତୁ ଆମର ଏତେ ବଡ଼ ମୋଟା ଚେନ୍କୁ ପିନ୍ଧିକି ପଳେଇଲେ। ପେଟ ଯେତେ ବଡ଼ ଚେନ୍ ବି ସେତେ ବଡ଼ ହେଲା।
ओम नमः शिवाय। ओम नमः शिवाय। आज पखाड़ क्षेत्र आम कौन सब है आसतु आपको देखा ये पखाड़ पखाड़ ठाकुर ये आमर है पुटल आलू कषा ये भेंडी आलू आंबुल झोल चिंगुड़ी माछ पड़ी ये भेंडी आलू भजा